ଭଡ଼ା ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କର ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଥାନା ଅଧୀନ ତାଳକୁରୁଣିଆ ପଞ୍ଚାୟତର ଏକ ଭଡ଼ା ଘରୁ ଜଣେ ସୁପରଭାଇଜରଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିନକୁ ଦିନ ଗୋପାଳପୁର ଅଞ୍ଚଳରେ ଅପରାଧ ବଢ଼ୁଛି। କିଛି ଦିନ ନ ପୂର୍ବରୁ ଆଜି ଏହି ହତ୍ୟାକାଣ୍ଡ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରଶ୍ନ ଉଠୁଛି, ସାଙ୍ଗ ହୋଇ ରାତିରେ ମାଲିକଙ୍କ ଘରୁ ରାତ୍ରି ଭୋଜନ କରି ଭଡ଼ା ଘରକୁ ଆସିଥିବା ବେଳେ ସେଠାରେ କ'ଣ ଏମିତି ଘଟିଲା ଯେ ସକାଳୁ ସକାଳୁ ଆସିଲା ମୃତ୍ୟୁ ଖବର। ମୃତ ଯୁବକ ଜଣକ ଘର ଆଠଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ସକାଳୁ ଖବର ପାଇକି ଆମେ ତାଳକୁନିଆ ତାଳୁଆ ମାର୍କେଟ ଗୋଟେ ଖବର ପାଇକି କାଲି ସାଇଣ୍ଟିଫିକ ଖବର ଦେଲୁ। ସାଇଣ୍ଟିଫିକ ଆସିକି ପହଞ୍ଚିଲେ ତାଙ୍କ ମୁଣ୍ଡରେ ବହୁତ ଆମେ ଏବେ ପୋଷ୍ଟମର୍ଟମ ବାଲେଶ୍ୱର ମେଡିକାଲକୁ ପଠାଉଛୁ। ଗଭୀର ଆଘାତ ଯୋଗୁଁ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସେ ମୃତ୍ୟୁବରଣ କରୁଛନ୍ତି। ଇନଭେଷ୍ଟିଗେସନ ଚାଲିଛି, ସେଟା ଜଣା ପଡିବ। ଇନଭେଷ୍ଟିଗେସନ ଚାଲିଛି।